କିନ୍ତୁ ଲୋକ ବୁଝନ୍ତିନି ଯେ ତାଙ୍କେ ଆମକୁ ଏତିକି ସପୋର୍ଟ କରୁଛନ୍ତି। ଆଜି ଆମେ ତାଙ୍କୁ ବାଡ଼େଇବା ମାରିବା ଏଇଟା ଉଚିତ ନୁହଁ ମୋ ମତରେ। ତେଣୁକରି ମୁଁ ଆଜିକା ଡେଟ୍ରେ ମୁଁ ଆୱାରନେସ୍ ଦେବି ପବ୍ଲିକକୁ ଯେ ଜିନିଷ କରନ୍ତୁନି। ଆଗାମୀ ଦିନରେ ଲାଇନ୍ ବାଲାଙ୍କୁ ସପୋର୍ଟ କରନ୍ତୁ ହେଲା, ଯୋଉଟା କି ଆପଣମାନଙ୍କ ସେବାରେ ସେମାନେ 24 ଘଣ୍ଟା 24/7 ସେମାନେ ରହୁଛନ୍ତି। ଆପଣ ସପୋର୍ଟ କରନ୍ତୁ, ଆଗାମୀ ଦିନରେ ଆପଣଙ୍କର ଭଲ ହିଁ ହେବ, ଭଲ ହିଁ ହେବ, ଭଲ ହିଁ ହେବ। ବାସ୍ ମୋ ଅଭିନୟଟା ଥିଲା ଗୋଟେ ଇନ୍ସପେକ୍ଟର, ଯୋଉଟା କି ପଲିଟିକାଲକୁ ସପୋର୍ଟ କରିବା ଆଉ ଆମର ଲୋକାଲ ଲୋକଙ୍କୁ ଟିକେ ବିରୋଧ କରିବା ଭିତରେ ଥିଲା ଗୋଟେ ନେଗେଟିଭ୍ କ୍ୟାରେକ୍ଟର ଯୋଉଟା। କିନ୍ତୁ ଆଜିକା ଡେଟ୍ରେ ମୁଁ କହିବାକୁ ଗଲେ ଗୋଟେ ଇନ୍ସପେକ୍ଟର ହିସାବରେ ସେ ପ୍ରକାର ରୋଲ୍ କରିବାର ହିଁ ମାନେ ସେ କ୍ୟାରେକ୍ଟର ହିଁ ଠିକ୍ ନୁହଁ। ଯେହେତୁ ଆଜିକାଲି ଡେଟ୍ରେ ଲାଇନ୍ ବାଲାଙ୍କ ଯେଉଁ ପ୍ରକାର ଅଛି, ଆଜିକାଲି ଯେଉଁମାନେ ସେମାନେ ସାକ୍ରିଫାଇସ୍ କରୁଛନ୍ତି, କିନ୍ତୁ ପବ୍ଲିକ୍ ସେମାନଙ୍କୁ ସପୋର୍ଟ କରୁନାହାନ୍ତି। ତା ପରେ ବି ପୋଲିସ ବାଲା ତାକୁ ସପୋର୍ଟ କରୁନାହାନ୍ତି। ଏଇଟା ରିଏଲି ଭେରି ଇଣ୍ଡିସେଣ୍ଟ, ବୁଝଛ ନା। ତଥାପି ହଁ, ଏଇଟା ଗୋଟେ ରହୁଛି ଯୋଉଟାକି ଯେଉଁ ଥାନା ହଉ କି ଯେକୌଣସି ଗୋଟେ ଲୋକାଲିଟି ଏରିଆ ଭିତରେ ଯିଏ ବି ଗୋଟେ ଅଫିସର ଆସନ୍ତି, ସେମାନେ ପଲିଟିକାଲକୁ ବେସ୍ କରିକି ସେମାନେ ସପୋର୍ଟ କରନ୍ତି। ଯେହେତୁ ବାଧ୍ୟ ହେଇକି ସପୋର୍ଟ କରନ୍ତି, ଯୋଉଟାକି ପଲିଟିକାଲ ଲୋକ ଯଦି ଚାହିଁବେ ବୋଲି କହିଲେ, ଯଦି ସପୋର୍ଟ ନ କଲେ ସେମାନେ ତାଙ୍କୁ ନାଇଁ ରେଷ୍ଟ୍ରିକେଟ୍ କରିବେ, ସେ ଏରିଆ ଭିତରୁ ତାକୁ ବାହାର କରିଦେବେ। ଗୋଟେ ଅଫିସରଟେ ଗୋଟେ ଲାଇନ୍ ବାଲାକୁ ପୋଲିସକୁ କୌଣସି ସମ୍ପର୍କ ନାହିଁ। ତଥାପି ବି ଏରିଆ ଭିତରେ ସେମାନେ ଯେଉଁ ଲାଇନ୍ ଗୋଟେ ପୋଲିସ ବାଲା ଥାଆନ୍ତି, ଯଦି ପୋଲିସ ବାଲା ପଲିଟିକାଲକୁ ସପୋର୍ଟ ନ କରିବେ ତାହେଲେ ସେମାନେ ସସ୍ପେଣ୍ଡ ହେବେ, ନଚେତ ଟ୍ରାନ୍ସଫର ହେବେ ହେଲା। ତେଣୁକରି ବାଧ୍ୟ ହେଇକି ସେ ଭିତରେ ଯେଉଁମାନେ କି ଲିଡ୍ କ୍ୟାରେକ୍ଟର ଥାଆନ୍ତି, ପଲିଟିକାଲ କିମ୍ବା ହିରୋ କିମ୍ବା ଯେଉଁମାନେ ବି ଥାଆନ୍ତି, ସେମାନଙ୍କୁ ବାଧ୍ୟ ହେଇକି ଜାଣନ୍ତି ଯେ ଭୁଲ ପବ୍ଲିକର ବାଡ଼ାନ୍ତି। ପବ୍ଲିକ ଯେଉଁଟାକି ଲାଇନ୍ ବାଲାକୁ ଲୋକ ପବ୍ଲିକ ବାଡ଼ାନ୍ତି, ଇଏ କରନ୍ତି, ଏଇଟା ଭୁଲ, ପବ୍ଲିକର ଭୁଲ ଅଛି। କିନ୍ତୁ କ'ଣ କହିଲେ ମ୍ୟାଡ଼ାମ୍? ସାମଞ୍ଜସ୍ୟଟା ଲାଇନ୍ ବାଲା ଆଉ ପଲିଟିକାଲ ଭିତରେ ନଥାଏ, ପବ୍ଲିକ ଆଉ ପଲିଟିକାଲ ଭିତରେ ସମ୍ପର୍କ ଥାଏ। ଯେହେତୁ ଲାଇନ୍ ବାଲା ହେଉଛନ୍ତି ଗୋଟେ ଡିପାର୍ଟମେଣ୍ଟ ଲୋକ, ସେମାନେ କୌଣସି ପରିସ୍ଥିତିରେ ଯଦି କରେଣ୍ଟଟା ନ ଦିଅନ୍ତି କି କ'ଣ ହୁଏ, କିନ୍ତୁ ପଲିଟିକାଲ ଲୋକ ପବ୍ଲିକକୁ ଧରିକି ଯେଉଁମାନେ ଭୋଟ ଦିଅନ୍ତି ବୋଲି ତାଙ୍କ କଥା ଶୁଣିକି ପବ୍ଲିକକୁ ତାଙ୍କେ ହେଜିଟେଟ୍ କରନ୍ତି, ଯେ ବାଡ଼ ମାର କରନ୍ତି। ଏ ଯେଉଁ ପଲିଟିକାଲ ଲୋକ, ମୁଁ ଆଜି ପଲିଟିକାଲକୁ ବିରୋଧ କରିବି ଦରକାର ପଡ଼ିଲେ, ଯେହେତୁ ସେମାନେ ତାକୁ ସପୋର୍ଟ କରୁଛନ୍ତି। କିନ୍ତୁ ଆକ୍ଚୁଆଲି ଲାଇନ୍ ବାଲା ରାତି ଅଧରେ ଲୋକଙ୍କୁ ସେବା ଦିଅନ୍ତି, ବର୍ଷା ଖରା ଭିତରେ ମଧ୍ୟ ସେମାନେ ଯାଇକି ସାହାଯ୍ୟ କରନ୍ତି, ତାଙ୍କର ଲାଇନ୍ ନଥିଲେ ମଧ୍ୟ ଯାଇକି ରାତି ଅଧରେ କାମ କରନ୍ତି। କିନ୍ତୁ ଲୋକ ବୁଝନ୍ତିନି ଯେ ତାଙ୍କେ ଆମକୁ ଏତିକି ସପୋର୍ଟ କରୁଛନ୍ତି। ଆଜି ଆମେ ତାଙ୍କୁ ବାଡ଼େଇବା ମାରିବା ଏଇଟା ଉଚିତ ନୁହଁ ମୋ ମତରେ। ତେଣୁକରି ମୁଁ ଆଜିକା ଡେଟ୍ରେ ମୁଁ ଆୱାରନେସ୍ ଦେବି ପବ୍ଲିକକୁ ଯେ ଜିନିଷ କରନ୍ତୁନି। ଆଗାମୀ ଦିନରେ ଲାଇନ୍ ବାଲାଙ୍କୁ ସପୋର୍ଟ କରନ୍ତୁ ହେଲା, ଯୋଉଟାକି ଆପଣମାନଙ୍କ ସେବାରେ ସେମାନେ 24 ଘଣ୍ଟା 24/7 ସେମାନେ ରହୁଛନ୍ତି। ଆପଣ ସପୋର୍ଟ କରନ୍ତୁ, ଆଗାମୀ ଦିନରେ ଆପଣଙ୍କର ଭଲ ହିଁ ହେବ, ଭଲ ହିଁ ହେବ, ଭଲ ହିଁ ହେବ। ବାସ୍। ଆଉ ଆଗାମୀ ଦିନରେ ଆପଣ ଲାଇନ୍ ବାଲା ଫିଲ୍ମଟାକୁ ପୁରା ଦେଖନ୍ତୁ। ଦେଖିଲା ପରେ ଆପଣମାନେ ଜାଣିପାରିବେ ଆୱାରନେସ୍ଟା କ'ଣ। ହଁ, ସିଓର। ଆଜିକାଲି ଡେଟ୍ରେ ପଲିଟିକାଲ ପାୱାରରେ ବି ଲାଇନ୍ କଟାଯାଉଛି। କାରଣ ଦରକାର ପଡ଼ିଲେ ବିଜେପି ହୁଅନ୍ତୁ କି ବିଜେଡ଼ି ହୁଅନ୍ତୁ, କଂଗ୍ରେସ ହୁଅନ୍ତୁ, ଯଦି ଗୋଟେ ଲୋକ କଂଗ୍ରେସର ଲୋକର ଯଦି କରେଣ୍ଟଟା କଟାଯାଇଛି, ତାହେଲେ ସେ ଚାପ ପକେଇବା ହିଁ ପକେଇବ ଯେ କାହିଁକି ତୁମେ ଦେଇନ, କ'ଣ ପାଇଁ ଦେଇନ। କିନ୍ତୁ ସେ କ'ଣ ପାଇଁ ବିଲ୍ ଦେଇନି କି କ'ଣ ହେଇଛି, କ'ଣ ସେ ଜିନିଷ ଆମେ ଜାଣିନେ। କୌଣସି କାରଣ ଯଦି କରିଥିଲେ ମଧ୍ୟ ସେମାନେ ଚାପ ପକେଇବେ। ପକେଇଲା ପରେ ସେଇ ଲୋକ ହେଜିଟେଟ୍ ହେଉଛି, ଲାଇନ୍ ବାଲା ଉପରେ ପ୍ରେସର ପକାଉଛି। ଏଇଟା ଭୁଲ।